ତାପସ ଦତ୍ତ ଡେପୁଟି ଚିଫ୍ ଲିଗାଲ ଏଡ୍ କାଉନସିଲ ଡିଏଲଏସଏ ମୟୂରଭଞ୍ଜ। ଆଜି ଯେଉଁ ଆମେ ଛୁଆକୁ ଉଦ୍ଧାର କଲୁ ସେ ଆମେ ଯେତେବେଳେ ଆମେ ଗୋଟେ ଖବର ପାଇଲୁ ଯେ ଗୋଟେ ଢାବାରେ ସେ ଛୁଆଟି ଅଛି ଏବଂ ସେ ତାକୁ କିଏ ଜଣେ ଆଣିକି ଛାଡ଼ିଦେଲା ବୋଲି ଯାହା ଢାବାର ଯେଉଁ କର୍ମଚାରୀମାନେ ଥିଲେ ସେମାନେ କହିଲେ ଯେ ଛୁଆକୁ ଆଣିକି କାଲି ରାତିରେ କିଏ ଛାଡ଼ି ଦେଇଯାଇଛି ଆମେ ଜାଣିପାରୁନୁ। ତେଣୁ ତାକୁ କାଲି ରାତିରେ ସେମାନେ ତାକୁ ଖାଇବା ପିଇବା ଦେଇକି ଠିକ୍ ଭାବରେ ଟ୍ରିଟମେଣ୍ଟ କରିକି ରଖିଥିଲେ ଏବଂ ସକାଳେ ଯେତେବେଳେ ଆମ ଡିଏଲଏସଏକୁ ଖବର ଦେଲେ ଏବଂ ଡିଏଲଏସଏର ସେକ୍ରେଟାରୀ ମ୍ୟାଡ଼ାମଙ୍କର ନିର୍ଦ୍ଦେଶ କ୍ରମେ ଆମେ ସେଠି ଯାଇ ପହଞ୍ଚିଲୁ। ପହଞ୍ଚିଲା ପରେ ତାକୁ ରେସ୍କ୍ୟୁ କଲୁ। ରେସ୍କ୍ୟୁ କଲା ପରେ ତାର ପରିଚୟ ଜାଣିବା ପାଇଁ ଚେଷ୍ଟା କଲୁ, କିନ୍ତୁ ସେ ପିଲାଟି କିଛି କହିପାରୁନି। ସେ ମୂକ ବଧିର, କିଛି ଶୁଣିପାରେନି କି କହିପାରେନି। ତେଣୁ ତା ପାଖରୁ କୌଣସି ଡାଟା ଆମେ ପାଇପାରିଲୁନି। ତେଣୁ ମ୍ୟାଡ଼ାମକୁ ପୁଣି ଆଣିକି ଯୋଗାଯୋଗ କଲୁ ଏବଂ ଯୋଗାଯୋଗ କଲା ପରେ ପୁଣି ଆମେ ଅଫିସକୁ ଡିଏଲଏସଏ ଅଫିସକୁ ଆଣିଲୁ ଏବଂ ଡିଏଲଏସଏ ଅଫିସର ନିର୍ଦ୍ଦେଶ କ୍ରମେ ପୁଣି ଆସିକି ଆମେ ସିଡ୍ୟୁଲ୍ସରେ ତାକୁ ଆଜି ଛାଡ଼ୁଛୁ ଏବଂ ତାର